ଶାନ୍ତି ଆନନ୍ଦର ଆଶୀର୍ବାଦର ମହା ପ୍ରଭୁ তোমার যে পবিত্র বার্তাবাহক ହେଇପାରିବା সেই ଅନୁଗ୍ରହ ପ୍ରଦାନ କର। ସମର୍ପଣ କରି ପ୍ରାର୍ଥନା ଧନ୍ୟବାଦ ଆମମାନ କରି ଏକମାତ୍ର ତ୍ରାଣକର୍ତ୍ତା ପ୍ରେମମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ଉତ୍ସର୍ଗ କରୁଅଛୁ। ଆମେନ୍ ଆମେନ୍ ଆମେନ୍। ଧନ୍ୟବାଦ ଦଉଛି ପ୍ରଥମେ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ଆଉ এই ବିଷୟରେ about life ଯେତେବେଳେ এই ବିଷୟରେ ଆମେ ଚିନ୍ତା କରୁଛୁ ବା এই ବିଷୟରେ ଯେତେବେଳେ ଆମେ କଥାବାର୍ତ୍ତା କରୁଛୁ ଆମେ ଗଡ୍ସ ପଏଣ୍ଟ ଅଫ ଭ୍ୟୁରେ ଆମେ କଣ ଦେଖୁ ବା ଯେତେବେଳେ କହୁଛେ ତମେ ବଞ୍ଚିଛ, ହଁ you have life, yes I have life. So actually এই যে life LIFE what does it mean? ଆମେ ଲୋକମାନେ କଣ ବୋଲି ଭାବୁଛୁ ବା what do you think about ourselves? ଯେ ଆମେ ତ ଗୋଟେ ଖୋଳ ରକ୍ତ ମାଂସର ଦେଇକିରି ଆମର ଶରୀରକୁ ପ୍ରଭୁ ଗଢିଲେ, କିନ୍ତୁ ଆକ୍ଚୁଆଲି ଯୋଉ ଜୀବନ ଯାହା ଦ୍ୱାରା ଆମେ ବଞ୍ଚିକିରି ଅଛୁ, କଥାବାର୍ତ୍ତା କରୁଛୁ, ଚାଲୁଛୁ, and all these things are going on, actually ଏହାର ଡିପର ମିନିଂ ଟା କଣ? ଆକ୍ଚୁଆଲି ଏଇଟାକୁ ଆମେ ଚାରିଟା ଷ୍ଟେଜ ଅଛି, ତ ଆଜି ମୁଁ ଗୋଟେ ଷ୍ଟେଜ ଆଲୋଚନା କରିବି। ପ୍ରଭୁ ସୁଯୋଗ ଦେଲେ ବାକି ଆମେ ଆଉ ତିନୋଟି ପରେ ପରେ ଆମେ ଦେଖିବା, କିନ୍ତୁ ଆଜି ଜେନେରାଲି ଆମେ ଲାଇଫ ବିଷୟରେ ଟିକେ ଚିନ୍ତା କରିବା। ତ ଆମେ ଯେତେବେଳେ ଏଇ କଥା ଭାବୁଛୁ, ଆମେ ଯେତେବେଳେ ମୁଁ ଆନ୍ଥ୍ରୋପୋଲୋଜି ଟିକେ ଦେଖୁଥିଲେ, ଖ୍ରୀଷ୍ଟୋଲୋଜି ଦେଖୁଥିଲେ, ଥିଓଲୋଜିକାଲ ପର୍ସପେକ୍ଟିଭ ଭ୍ୟୁରେ ବିଭିନ୍ନ ପ୍ରକାର ଭେରି ଭାଷ୍ଟ ଇଣ୍ଟ୍ରୋଡକ୍ସନ, ତ ସେଗୁଡାକ ଆମେ ଯାଉନୁ। ତ ସିମ୍ପଲ କଥାରେ ଅଳ୍ପ ସମୟ ଭିତରେ ଆମେ ଟିକେ ଚିନ୍ତା କରିବା। ଯୋହନ ତାର 11 ଅଧ୍ୟାୟ 25 ପଦ, ଯୋହନ ତାର 14 ଅଧ୍ୟାୟ 6 ପଦରେ ଯୀଶୁ କହୁଛନ୍ତି ମୋ ଠାରେ ଜୀବନ ଅଛି ଓ ମୁଁ ହଉଛି ଜୀବନ ଅଟେ। ଯୀଶୁ ମାର୍ଥାକୁ କହିଲେ ମୁଁ ପୁନରୁତ୍ଥାନ ଓ ମୁଁ ଜୀବନ। ଯୋହନ 14 ଅଧ୍ୟାୟ 6 ପଦରେ ଯୀଶୁ ଥୋମାକୁ କହୁଛନ୍ତି ମୁଁ ପଥ, ସତ୍ୟ ଓ ଜୀବନ। ସୋ ଗୋଟେ ଘଟଣା ଟିକେ ଆମେ ପୁନରାବୃତ୍ତି କରିବା। ଯେତେବେଳେ ପଣ୍ଡିତ ଜବାହରଲାଲ ନେହେରୁ ଆମ ପ୍ରାଇମ ମିନିଷ୍ଟର ଥିଲେ, ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ, ବିଭିନ୍ନ ଯାତ୍ରାରେ ଯେତେବେଳେ ସେ ଭ୍ରମଣ କରିଥିଲେ ଭାରତର ସମୃଦ୍ଧି ନିମନ୍ତେ, ତ ଆମେରିକା ଥରେ ଯାଇଥିଲେ। ଆଣ୍ଡ ଆମେରିକାରେ ସେ ଇଚ୍ଛା କଲେ ଆଇନଷ୍ଟାଇନ, ତ ଜଣେ ବିଖ୍ୟାତ ସାଇଣ୍ଟିଷ୍ଟ, ତାଙ୍କ ସହିତ ସାକ୍ଷାତ କରିବା ପାଇଁ ପରମିଶନ ମିଳିଲା ସାକ୍ଷାତ କରିବା ପାଇଁ। ତାଙ୍କ ସହିତ ବିଭିନ୍ନ ପ୍ରକାର ଡିପ୍ଲୋମାସି ଆଣ୍ଡ ପଲିଟିକାଲ ଇସ୍ୟୁଜ ବିଷୟରେ ଡିସ୍କସନ କଲା ବେଳେ ଆଉ ସେ ତାଙ୍କୁ ପଚାରିଲେ, ପ୍ରଶ୍ନ କଲେ, ସାର୍ ଆପଣ ଏତେ ବଡ ଜଣେ ବୈଜ୍ଞାନିକ ପୃଥିବୀର, ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରି ପାରି କି? Yes, you can ask me. ତ ଆମ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଲେ ଯେ ଆପଣଙ୍କର ଏଇ ଯେ ଜୀବନ, এই ଜୀବନର କିଛି ଅର୍ଥ ଆପଣ ବା କିଛି ମିନିଂ ଆପଣ ପାଇଛନ୍ତି କି? ମତେ ଟିକେ ବୁଝେଇବେ। Have you found the meaning of your life? ଅନେକ ସମୟ ପରେ ଆମର ସେ ବୈଜ୍ଞାନିକ ଆଇନଷ୍ଟାଇନ ଆଉ ସେ କହିଲେ, ମୁଣ୍ଡକୁ ତଳ କରି କହିଲେ, ଅବନତ କରି କହିଲେ, ନା ମୋ ଜୀବନର ମାନେ କଣ ମୁଁ ଜାଣି ନାହିଁ, ମୁଁ ଆଜି ପର୍ଯ୍ୟନ୍ତ ପାଇନି। ମୁଁ ଟିକେ ଚିନ୍ତା କରୁଥିଲି ଅଳ୍ପ ସମୟ ଯେ such a great Einstein scientist confessing with his mouth that I don't know the meaning of my life. I don't know the meaning of life. ଚିନ୍ତା କରନ୍ତୁ। ଆଉ ସେତେବେଳେ ମୋର ଏକଥା ବି ମନେ ପଡିଲା ସାଧୁ ପୌଲଙ୍କର, ଯେ ପଣ୍ଡିତ ମାନେ
are philosopher, great intelligence, intellectual ସେମାନଙ୍କ ପାଖରେ ଅଛି ଚିନ୍ତାଧାରା, ବଟ୍ ସେମାନେ ବିଭିନ୍ନ ବିଷୟରେ ଚିନ୍ତା କରିପାରନ୍ତି, ଆବିଷ୍କାର କରିପାରନ୍ତି ଏବଂ ସମାଜ ପାଖରେ ସାରା ପୃଥିବୀରେ ସେମାନେ ନାଁ କମାଉଛନ୍ତି, ଅର୍ଥ ପାଉଛନ୍ତି, but they do not know the meaning of life. But you and I, so such a way God has created us with his images, and he has revealed himself the meaning of life. Praise God, hallelujah for that. ଆଜି ସେମାନେ ଏତେ ବଡ ପଣ୍ଡିତ, ଏତେ ବଡ ଜ୍ଞାନୀ, ଆଜି ଭାରତ ବର୍ଷରେ ମଧ୍ୟ ଅନେକ ଲୋକମାନେ ଅଛନ୍ତି ଯୋଉମାନେ if you ask them have you found the meaning of your life, ସେମାନେ ନା କହିବେ, বা ଲାଇଫ ଇଜ ଜର୍ନି, ଲାଇଫ ଇଜ ଅମୁକ ତୁମୁକ ନାନା ପ୍ରକାର କହିଦେବେ, କିନ୍ତୁ ସେମାନେ ରିଏଲ ମିନିଂ ଅଫ ଲାଇଫ ସେମାନେ ଜାଣିନାହାନ୍ତି। କିନ୍ତୁ ଆଜି ଆମମାନେ ଅଯୋଗ୍ୟ, ଦୁର୍ବଳ, କିଞ୍ଚିନ, କିନ୍ତୁ ମାଇ ଲର୍ଡ, ଆୱାର ଲର୍ଡ, ବିଲଭେଡ ଲର୍ଡ, ସେ ଏହାର ଅର୍ଥକୁ ସେ ପରିପ୍ରକାଶ କରିଛନ୍ତି ତାଙ୍କର ବାକ୍ୟ ଦ୍ୱାରା। ତ ଏ ବିଷୟରେ ତ ଆଲୋଚନା କଲେ ବହୁତ ସମୟ ଲାଗିବ, ଆମ ଅଳ୍ପ ସମୟ ଭିତରେ, ତ ଲେଟ୍ସ ଗो ଫର୍ଦର। ତ ବାଇବେଲ ଏ ବିଷୟରେ ଏଇ ପ୍ରଶ୍ନର ଉତ୍ତର କଣ ଦିଏ? ବାଇବେଲରେ ଈଶ୍ୱରଙ୍କ ବାକ୍ୟରେ କଣ ଉତ୍ତର ପାଉ? ବାଇବେଲରେ ଏହାର ରିଏଲ ମିନିଂ ପ୍ରଭୁ ଯୀଶୁ କଣ କହୁଛନ୍ତି? ପୁରୁଷ ସ୍ତ୍ରୀ କରି ପ୍ରଭୁ ଆମମାନଙ୍କୁ ଗଢିଲେ ଏବଂ ଈଶ୍ୱର ଆପଣଙ୍କୁ ମତେ ମତେ ଗଢିଲେ। କାହିଁକି ଆମେ ଏଠାରେ ଅଛୁ? କଣ ପାଇଁ ଆମେ ଆସିଛୁ ଏଇ ପୃଥିବୀକୁ? ଆସିବାର ଉଦ୍ଦେଶ୍ୟ କଣ? କଣ ପାଇଁ? ତ ଏହା ଏକ ଆତ୍ମା ଓ ଶରୀରର ସମ୍ମିଳନ, ଆତ୍ମା ଏବଂ ଶରୀରର ସମ୍ମିଳନ। ଏହା ମନୁଷ୍ୟ ପ୍ରତି ସତ୍ୟ, କିନ୍ତୁ ଅନ୍ୟ ପ୍ରାଣୀ ପ୍ରତି, ଲାଇକ୍ ଉଦ୍ଭିଦ, ଯୋଉଟାକୁ ଆମେ ଜୁଓଲୋଜି ବୋଲି କହୁଛୁ, ସେମାନଙ୍କ ପାଇଁ ନୁହେଁ। ଏଟା କେବଳ ମନୁଷ୍ୟ ପ୍ରତି, କାରଣ ଏହା ଆତ୍ମା ଏବଂ ଶରୀରର ସମ୍ମିଳନ। ସେମାନଙ୍କର ଜୀବନ ଅଛି, ପଶୁମାନଙ୍କର ଜୀବନ ଅଛି, ବା ଗଛମାନଙ୍କର ଜୀବନ ଅଛି, କିନ୍ତୁ ଗଛର ଆତ୍ମା ନାହିଁ। ଜୀବିତ ରହିବାର ଗୋଟେ ସ୍ଥିତି ଅଛି, আর ଏହା ଅତ୍ୟନ୍ତ ଅସ୍ପଷ୍ଟ। ଜନ୍ମ, ମୃତ୍ୟୁ, ଗୋଟେ ମଧ୍ୟବର୍ତ୍ତୀ ସମୟ, ଜନ୍ମ ହେଲୁ ତାପରେ ମୃତ୍ୟୁ ପର୍ଯ୍ୟନ୍ତ, এই যে ମଧ୍ୟବର୍ତ୍ତୀ সময়ଟା କୁ ଏମାନେ ଜୀବନ ବୋଲି କହୁଛନ୍ତି। କାରଣ ଜନ୍ମ ପୂର୍ବରୁ ହିଁ ଜୀବନ ଅଛି, ଜୀବନ ଅଛି, କିନ୍ତୁ ଆମେ ଯୋଉଦିନ ଜନ୍ମ ହେଲୁ ଆମ ଭିତରକୁ ସେଇଟା ଆସିଲା। ଜନ୍ମ ଆମର ମା ପେଟରେ ଯେତେବେଳେ ପ୍ରଭୁ ଆମକୁ ସୃଷ୍ଟି କରୁଛନ୍ତି, ସେଇ ମୁହୂର୍ତ୍ତରେ ଆମ ଭିତରକୁ ସେ ଜୀବନ ପଠାଉଛନ୍ତି। ଜୀବନ ଏକ ଅଦ୍ଭୁତ ବିଷୟ, ଯାହାକୁ ଆମେ ସହଜରେ ବୁଝିପାରିବା ନାହିଁ, and it is very difficult to explain also. ଏକ ଆମେ ଅନୁଭବ କରିବା, କିନ୍ତୁ ଜୀବନକୁ ଯଦି କୁହାଯିବ ଆଙ୍କ ଚିତ୍ର, ତାକୁ ପରିଦର୍ଶନ କର, ଆମେ ତାହା ପାରିବା ନାହିଁ। କିନ୍ତୁ ଏଇ ଜୀବନ ମନୁଷ୍ୟ ଭିତର ଦେଇକିରି କାର୍ଯ୍ୟ କରନ୍ତି, ପରିଦର୍ଶନ କରନ୍ତି। আর প্রত্যেক মনুষ্য এই জীবনକୁ ধরিকিরি শ্বাসক্রিয়া দ্বারা পরিচালিত হନ୍ତି। ଏ ଏକ ଅତ୍ୟନ୍ତ ଗଭୀର ବିଷୟ, ଅନ୍ତର୍ନିହିତ ବିଷୟ, ଅନ୍ତର୍ନିହିତ ବିଷୟ। ତ ଆଦି ପୁସ୍ତକ ତାର 2:7 ପଦରେ ଏ କଥା କହେ, and the Lord God formed of man
out of the dust. ଈଶ୍ୱର ମନୁଷ୍ୟକୁ ଧୂଳିରୁ ସୃଷ୍ଟି କରିଛନ୍ତି ଆମେ ଜାଣୁ, କିନ୍ତୁ ଏଇଟା ଗୋଟେ ସତ୍ୟ ବିଷୟ ଯେ ଜୀବନକୁ ଯଦି ଆମେ ବିଶ୍ଳେଷଣ କରୁ ଏହାର ସଂଜ୍ଞା ବା ଡେଫିନେସନ ଅତି ବିରଳ, ଅତି ଜଟିଳ। ଜୀବନ ହଉଛି ଏକ ନ୍ୟସ୍ତ ଦାୟିତ୍ୱ। ଈଶ୍ୱର ଆମକୁ ଜୀବନ ଦେଇଛନ୍ତି, ଗୋଟେ ତାର ମାନେ ଗୋଟେ ରେସ୍ପନ୍ସିବିଲିଟି ହ୍ୟାଜ୍ ଏଣ୍ଟ୍ରଷ୍ଟେଡ୍ ଅନ୍ ହ୍ୟୁମାନ୍ ବିଇଂ। ଗଭୀର ବିଷୟ, ସହଜରେ ବୁଝି ହବ ନାହିଁ, ବଟ୍ let Holy Spirit speak to us। ଆମକୁ ପବିତ୍ର ଆତ୍ମା ବୁଝାନ୍ତୁ। ଏହାର এই ଅଳ୍ପ ସମୟ ମଧ୍ୟରେ ଅଳ୍ପ ଅଳ୍ପ କିଛି ଦେଖିବା। ଜୀବନ ଗୋଟେ ଏମିତି ବିଷୟ ଯାହା ଈଶ୍ୱର ଆମକୁ ଦେଇଛନ୍ତି, ଗୋଟେ ଦାୟିତ୍ୱ ହିସାବରେ ରେସ୍ପନ୍ସିବିଲିଟି ଦେଇଛନ୍ତି ଏବଂ ଅଳ୍ପ ସମୟ ପାଇଁ, ପର୍ଟିକୁଲାର ଲିମିଟେଡ ଟାଇମ ପାଇଁ ଦେଇଛନ୍ତି। ଆଇବ ଏକ ଅଧ୍ୟାୟ ତାର 21 ପଦରେ ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଜୀବନ ଈଶ୍ୱରଙ୍କ ଠାରୁ ଏକ ସର୍ବବାଦିତ ଉପହାର, ସର୍ବୋଚ୍ଚ ଉପହାର, high gift. We are unworthy to have it, but God has given by His grace. Predestined, মানে God already ଆମକୁ ମନୋନୀତ କରିଛନ୍ତି। We are not here by accident, never, never, no. ଆମକୁ ପ୍ରଭୁ ଆଗରୁ, ଆମେ ଜନ୍ମ ହେବାର ଆଗରୁ ସେ ମନୋନୀତ କରିଛନ୍ତି। And the time period has come, ଆମେ ତାଙ୍କର ପ୍ରୋସିଜିଓରରେ, ପ୍ଲାନରେ ଆମେ ସେଇ ଭିତର ଦେଇକି ଆମେ ଆସିଛୁ, ଯାଉଛୁ ମଧ୍ୟ। ଇଟ୍ସ ଏ ହାଇ ଗ୍ରିପ୍, ଅତ୍ୟନ୍ତ ସର୍ବୋଚ୍ଚ ଧରଣର ଉପହାର। ଏହାକୁ ମୂଲ୍ୟାଙ୍କନ କେବେ କରାଯାଇ ପାରିବ ନାହିଁ। somebody says ପୃଥିବୀର ହୋଲ୍ ପ୍ରପର୍ଟି ଗୋଟେ ପଟେ ଯଦି ଆମେ ରଖିଦଉ, and then ଗୋଟେ ମନୁଷ୍ୟକୁ ଗୋଟେ ପଟେ ରଖୁ, ଅର୍ଥାତ୍ ଗୋଟେ ଜୀବନକୁ ଗୋଟେ ପଟେ ରଖୁ, still then is not sufficient. such a valuable, ଏତେ ମୂଲ୍ୟବାନ, ଅତି ମୂଲ୍ୟବାନ, ଏତେ precious, we cannot imagine। ଏଇ କଥାଟାକୁ ଆମକୁ ଭାବିବାକୁ ପଡିବ, ଜାଣିବାକୁ ପଡିବ। ତ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟେକଙ୍କ ପାଇଁ। ଏହା ଆମେ ଦେଖିପାରିବା ନାହିଁ, ସ୍ପର୍ଶ କରିପାରିବା ନାହିଁ, କିମ୍ବା ଆମେ ସୌଦା ବାର୍ଗେନିଂ କରିପାରିବା ନାହିଁ। ନାଇଁ ଆମକୁ ଏତିକି ପରିମାଣ ଦିଆଯାଉ, ଆମକୁ ଏଇ ପ୍ରକାର ଭାବେ ଦିଆଯାଉ, ଆମକୁ ଆଉ କିଛି ଦିନ ଆମେ ରହିବୁ, ଆମେ ସୌଦା କରିପାରିବା ନାହିଁ। we cannot bargain with the Lord, no, time fixed। ଆମେ କେବେ ଆସିବା ପୃଥିବୀକୁ ଆଉ କେବେ ଯିବା। so ଆଇବ କହୁଛନ୍ତି ଯେ ସଦାପ୍ରଭୁ ଆମକୁ ଦେଲେ, ସଦାପ୍ରଭୁ ନେଲେ, ତାଙ୍କ ନାମ ଧନ୍ୟ ହଉ। ଜୀବନ ଏକ ଅଭୌତିକ ନଶ୍ୱର ବିଷୟ। ଆଜି ଆମେ ଅଛୁ, ଏବେ ଆଉ ଘଣ୍ଟାଟେ ପରେ ଥିବୁ କି ନଥିବୁ ଜାଣିନୁ, କାଲି ନଥିବୁ ଜାଣିନୁ। It's very wonderful things, very precious things। and ଆପଣଙ୍କ ଜୀବନ ଆପଣ କେଉଁଠାରୁ ପାଇଲେ? ମୋ ଜୀବନ ମୁଁ କେଉଁଠାରୁ ପାଇଲି? ପିତାମାତାଙ୍କ ଠାରୁ। ତ ସେମାନେ କେଉଁଠି ପାଇଲେ? ନିଶ୍ଚିତ ରୂପେ ଏଦେନ ଉଦ୍ୟାନ ଆମେ ଫେରିଯିବା। ମନୁଷ୍ୟର ସୃଷ୍ଟି ବିବରଣକୁ ଯଦି ଆମେ ଫେରିଯାଉ, ଆମେ ଦେଖୁ ଜେନେସିସ୍ 2:7, ଆଦିପୁରୁଷ 2:7, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାନ୍ଦ୍ରରେ, ନାକ ଭିତରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରଭୁ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
ତ ସମସ୍ତ yes that is really ଆଜି ଆମେ ଆମର ଚେହେରା ସୁନ୍ଦର ହେଇପାରେ କି ଆଉ କଣ ହେଇପାରେ that God's design କିନ୍ତୁ ସ୍ୱୟଂ ପରମେଶ୍ୱର ଯଦି ଫୁଙ୍କ ଦେଇନଥାନ୍ତେ ସେଇ ଯେ ବ୍ରିଥ୍ ଯେ ବ୍ରିଥ୍ that is most important ଜୀବିତ ହେବା ପାଇଁ ଜୀବନ ପାଇବା ପାଇଁ and ସେଇ ଯେ ବ୍ରିଥ୍ କୁ କିଏ ଦେଖିଛି ବା ଏବେ କିଏ ଦେଖୁଛି ସେ ବ୍ରିଥ୍ କୁ who can explain about him ତାର ଆକାର କେମିତି ତାର ଚରିତ୍ର ମାନେ ତାର ଦେଖିବାକୁ କେମିତି ତାର ଇମେଜ କେମିତି nobody can and then ଲେଖା ଅଛି ଯେତେବେଳେ ସେ ବ୍ରିଥ୍ ମନୁଷ୍ୟ ଦେହ ଭିତରକୁ ଗଲା ବା ଗଲେ ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଇକି ଉଠିଲେ ସମସ୍ତ ଜୀବନ ଈଶ୍ୱରଙ୍କ ଠାରୁ ଜାତ ସମସ୍ତ ଜୀବନ ଈଶ୍ୱରଙ୍କ ଠାରୁ ଜାତ ଯୋଉଟା କି ଆମେ ପ୍ରଥମ ଯୋହନ 4 ଅଧ୍ୟାୟ 5 ଅଧ୍ୟାୟ 20 ପଦ ଲେଖା ଅଛି ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି ଜୀବନ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଏକ ବିଶେଷତା I repeat again ଜୀବନ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଏକ ବିଶେଷତା ଏକ ଗୁଣ ଏକ ଯଥାର୍ଥ ସ୍ୱଭାବ ଅଟେ this is very much important ବହୁତ ବହୁତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ life is a characteristics and attribute the very nature of the Almighty God very nature of the Almighty God ଈଶ୍ୱରଙ୍କର ଏଟା ଗୋଟେ ସ୍ୱଭାବ ତାମାନେ ଜୀବନ ସହିତ ଆମର ଚରିତ୍ର କାର ଈଶ୍ୱରଙ୍କର who has given ଯେ କି ଏହାର ଅଧିକାରୀ ଏ ଭିତରେ ରହିଛି ତ ଏନିୱେ ବାଇବେଲ ଆମକୁ ତିନି ପ୍ରକାର ଜୀବନ ବିଷୟରେ କୁହେ one is physical life which was given to man at the time of creation ଯେତେବେଳେ ପ୍ରଭୁ ଆମକୁ ସୃଷ୍ଟି କଲେ ଶାରୀରିକ ଜୀବନ second which is spiritual life ଆତ୍ମିକ ଜୀବନ ଯାହା ସୃଷ୍ଟି ରଚନା ସମୟରେ ମନୁଷ୍ୟକୁ ମାନେ ଆତ୍ମିକ ଦତ୍ତ ହେଲା ଏବଂ ଆତ୍ମିକ ଜୀବନ ଏକ ନୂଆ ଜୀବନ ନୂତନ ଜୀବନ ଯାହା ଈଶ୍ୱର ବିଶ୍ୱାସୀ ମାନଙ୍କୁ ଯୀଶୁଙ୍କର ମାଧ୍ୟମ ଦେଇ ପ୍ରଦାନ କରନ୍ତି ଆତ୍ମିକ ଜୀବନ କେବଳ ଯୀଶୁଙ୍କର ମାଧ୍ୟମ ଦେଇ we received that is the whole ethics of salvation that's another doctrine jaha ishwar বিশ্বাসী ମାନଙ୍କୁ ଭୂତମାନେ ବିଶ୍ୱାସ କରନ୍ତି আর ଆମେ ବି ବିଶ୍ୱାସ କରୁ ବା ଡିଫରେନ୍ସ ଡିମନ ବିଶ୍ୱାସ আর ଆମ ମଧ୍ୟରେ ତଫାତ ରହିଛି ଥାର୍ଡ ହେଉଛି ଅନନ୍ତ ଜୀବନ ଏହା ପ୍ରଭୁ ଈଶ୍ୱରଙ୍କର ସ୍ୱଭାବ ଓ ବିଶେଷତା ଅଟେ ଫିଜିକାଲ ଲାଇଫ ସ୍ପିରିଚୁଆଲ ଲାଇଫ ଆଣ୍ଡ ଇଟର୍ନାଲ ଲାଇଫ ଏଫେସିୟ 2:1 ପଦରେ ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ ଆଜି ମୁଁ ବ୍ୟକ୍ତିଗତ ଭାବରେ ମୁଁ କହୁଛି ମୋର ଜୀବନ ମୁଁ ଯେତେବେଳେ ପ୍ରଭୁଙ୍କୁ ଜାଣିନଥିଲି ମୁଁ ଯେତେବେଳେ ପ୍ରଭୁଙ୍କ ବିଷୟରେ ଶୁଣିନଥିଲି I was living my own way ମୁଁ ମୋର ବାମନ ମାନେ ବୈଷ୍ଣବ ମାନେ ଯେମିତି ଜୀବନ କାଟନ୍ତି ମୁଁ ସେମିତି କରୁଥିଲି ଏବଂ ମିଛ ବି କହୁଥିଲି ବାବାଙ୍କର ଜମିଦାରୀ ଅଛି ଏବେ ବି ଟଙ୍କା ପଇସା ବାବାଙ୍କର ନ କହିକିରି ନେଉଥିଲି ଜାଣିନଥିଲି ଯେ ନ କହିକିରି ନେବାଟା ଚୋରି ବୋଲିକିରି ବଟ୍ ନେଉଥିଲି ଆମର ଓନ୍ ୱେ ଆମେ ଜୀବନ କାଟୁଥିଲୁ ଆଣ୍ଡ some of us ଆମେ ଆଜି ଯୋଉମାନେ ପ୍ରଭୁଙ୍କୁ ପାଇଛୁ in this congregation also people are like that ହয়তো ମୋଠୁ ଆହୁରି worst ଜୀବନ ଥାଇପାରେ ଆମେ ସମୟ by way ଆମେ we were sinner ଆମେ ପାପରେ ମୃତ ଥିଲୁ ବା ସେଇ କାମକୁ କରିବାକୁ ଆମେ ଭଲ ପାଉଥିଲୁ and nobody was there to say ଆରେ ଏଟା କାହିଁ କରୁଛୁ ଏଟା କେମିତି କରେ ଏଟା କଲେ ଭୁଲ ହେଇଯିବ ଏଟା ପାପ ଏଟା nobody was there they were also enjoying with us
ଆମ ସହିତ ସେମାନେ ଖୁସି ହଉଥିଲେ ଏ ସମସ୍ତ କାର୍ଯ୍ୟ କରିବା ଦ୍ୱାରା। କିନ୍ତୁ ଦ ଟାଇମ୍ ହେଜ୍ କମ୍, ଆମେ ଟ୍ରୁଥ ଜାଣିଲୁ, ଜୀବନ କଣ ଟିକେ 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 ବୁଝୁଛୁ ବା ବୁଝିବାକୁ ଚେଷ୍ଟା କରୁଛୁ। ଆଣ୍ଡ ଦେନ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପ୍ରଭୁ ଆମମାନଙ୍କୁ ଏକ ଗୁପ୍ତ ଜୀବନ ଦେଲେ। କେମିତି ନା ଆମେ ଯେତେବେଳେ ରିଅଲାଇଜ କଲୁ ଦ୍ୟାଟ୍ वी आर ए ସିନର, ତ ସେତେବେଳେ ଆମର ଲାଇଫରେ ରିପେଣ୍ଟ ଅର୍ଥାତ ଅନୁତାପ କରିଲୁ, ଆଉ ଈଶ୍ୱର ଏଇ ପାପୀ ମନୁଷ୍ୟକୁ ବା ପାପୀ ମାନଙ୍କୁ ପ୍ରତିଦିନ ଦୟା କରିକିରି ଏଟା ଦାନ କଲେ। ଇଟ୍ ଇଜ ଏ ଗିଫ୍ଟ, ଉପହାର ଦାନ କଲେ। we are not at all we are worthy, ଆମେ ଯୋଗ୍ୟ ନଥିଲୁ, କିନ୍ତୁ ସେ ଆମକୁ ବିବେଚିତ କରି ଯୋଗ୍ୟ କଲେ ଏବଂ ସେ ଆମକୁ ଦାନ କଲେ। ଦିସ୍ ଇଜ ସ୍ପିରିଚୁଆଲ ଲାଇଫ, ଇଟର୍ନାଲ ଲାଇଫ। ଏହା ପ୍ରଭୁ ଈଶ୍ୱରଙ୍କର ବା ପ୍ରଭୁ ଈଶ୍ୱରଙ୍କର ସ୍ୱଭାବ, କ୍ୟାରେକ୍ଟର, ଏଇଟା ଗୋଟେ ବିଶେଷ ଗୁଣ ରହିଛି। ଅନନ୍ତ ଜୀବନ, ଆକ୍ଚୁଆଲି ହ୍ୱାଟ ଇଜ ଦ ମିନିଂ ଅଫ ଇଟର୍ନାଲ ଲାଇଫ? ଅନନ୍ତ ଜୀବନର ମିନିଂ ହେଉଛି ଈଶ୍ୱରୀୟ ସ୍ୱଭାବ, ଅର୍ଥାତ ପବିତ୍ର ସ୍ୱଭାବ, ଈଶ୍ୱରୀୟ ପ୍ରେମ, ଡିଭାଇନ ଆଗାପେ, ଡିଭାଇନ ଲଭ, ଏବଂ ମାନେ ଐଶ୍ୱରିକ ପ୍ରେମ, ଦୟା ଏବଂ ସତ୍ୟତାରେ ପରିପୂର୍ଣ୍ଣ, କ୍ଷମାରେ ଜୀବନ ପରିପୂର୍ଣ୍ଣ, କମ୍ପାସନେଟ ହାର୍ଟ, ପବିତ୍ର ଜୀବନ, ଐଶ୍ୱରିକ ଜୀବନ, ଯୋଉ ଜୀବନ ଥରେ ଆରମ୍ଭ ହୁଏ, ଏଣ୍ଡ ହୁଏ ନାହିଁ, କେବେ ଏଣ୍ଡ ହେବ ଆମେ ଜାଣିନୁ। ତ ସେଥିପାଇଁ ବିଶ୍ୱାସୀ ମାନଙ୍କର ମୃତ୍ୟୁକୁ କେବେ ବାଇବେଲରେ ମୃତ୍ୟୁ ବୋଲି ଲେଖାଯାଏନି, ଲେଖା ଅଛି ନିଦ୍ରା, ମହାନିଦ୍ରା। ଆଣ୍ଡ ଡେଫିନେଟଲି ସେ ଆଉଥରେ ସେ ନିଦ ଭାଙ୍ଗିବ, ସେ ଆଉଥରେ ଉଠିବେ। ସୋ ଦ୍ୟାଟ୍ସ ହ୍ୱାଇ ପାଉଲ କହୁଛନ୍ତି ଏଇ ନିଗୁଡ ରହସ୍ୟ ଯେ ଆପଣ ମାନେ ଅଜ୍ଞ ହେଇକି ରହନ୍ତୁ ତାହା ମୁଁ ଚାହେଁ ନାହିଁ। ସୋ ସେ ରିଭିଲ କଲେ ଆମମାନଙ୍କ ନିକଟରେ। ଏନିୱେ ଦ୍ୟାଟ୍ସ ଆନଦର ଥିଙ୍ଗ। ତ ଆଜି ଆମେ ଦେଖୁଛୁ ବାଇବେଲ ତିନି ପ୍ରକାର ଜୀବନର କଥା କହୁଛି। ଆଉ ଏଇ ଜୀବନ କେତେ ଦିନ? ଆଦି 5 ଅଧ୍ୟାୟରେ ଆମେ ଦେଖୁଛୁ ଯେତେବେଳେ ଜଳପ୍ଲାବନ ପୂର୍ବରୁ ମନୁଷ୍ୟର ଆୟୁଷ ପରିମାଣ around 846 years ଥିଲା। 840 ବର୍ଷ ପ୍ରାୟ। ଆଦି ପୁସ୍ତକ 11 ଅଧ୍ୟାୟରେ ଆମେ ଦେଖୁଛୁ କଣ ହେଲା? ଜଳପ୍ଲାବନ ପରେ ମନୁଷ୍ୟର ଜୀବନ କାଳ 393 ହେଇଗଲା, 393 ହେଇଗଲା। 800 ରୁ 393 କମି ଆସିଲା। ମୋସାଙ୍କ ସମୟରେ ଆମେ ଦେଖୁଛୁ ଗୀତ ସଂହିତା 90 ଅଧ୍ୟାୟ 10 ପଦରେ ଆମମାନଙ୍କର ଆୟୁର ପରିମାଣ 70 ବର୍ଷ ଅବା ବଳ ସକାଶୁ 80 ବର୍ଷ ହେଇଥାଏ, ତଥାପି ତହିଁର ଗର୍ବ କେବଳ ପରିଶ୍ରମ ଓ ଦୁଃଖ ମାତ୍ର। ସୋ ସ୍ୟାଡ, ସୋ ସ୍ୟାଡ। କେତେ ଦୁଃଖର କଥା, କେତେ ଦୁଃଖର କଥା। 800 ବର୍ଷରୁ 393, 840 ରୁ 393, 393 ରୁ 70 80 ବର୍ଷ। କିଏ ଯଦି ଟିକେ ଭଲ ମନ୍ଦ ଖାଉଛନ୍ତି ବା ଅଛି, ତାଙ୍କର ଆଫୋର୍ଡେବଲ ରହିଛି ପରିବାରରେ, ସେ ଟିକେ 80 90 100 ପର୍ଯ୍ୟନ୍ତ ଯାଉଛନ୍ତି ପୁରୁଣା ଲୋକମାନେ। ହାଉଏଭର ତ ଏବଂ ଏଇ ଯୋଉ ସ୍ପାନ୍, ଦ ମିଡଲ ଟାଇମ ଫ୍ରମ ବାର୍ଥ ଟୁ ଆମର ଏଇ ଜଗତରେ ବଞ୍ଚିଥିବା ସମୟ ପର୍ଯ୍ୟନ୍ତ, ମହାନିଦ୍ରା ପର୍ଯ୍ୟନ୍ତ, ଏଇ ଭିତରେ ଆମେ ଦେଖୁଛୁ ଯେ ଏଠି ମାନେ 90 10 ଲେଖା ଅଛି, ତଥାପି ତହିଁର ଗର୍ବ କେବଳ ପରିଶ୍ରମ। ଗର୍ବ, ମନୁଷ୍ୟ କେତେ ପ୍ରକାର ଭାବରେ ମୋର ଏମିତି ଅଛି ସେମିତି ଅଛି, କେତେ ପ୍ରକାର ଭାବରେ we really take proud of that without knowing। ମତେ ଏମିତି କହିଲେ, ମୁଁ ଏମିତି ହେବି, ମୁଁ ସେ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଚରିତ୍ରକୁ ବା ତାଙ୍କର କ୍ୟାରେକ୍ଟରକୁ ବା ତାଙ୍କର ଟିଚିଂକୁ ଆମେ ଯେତେବେଳେ ଆମେ ପଢୁଛୁ ବା ଶିଖୁଛୁ, ଦେଖୁଛୁ ଯେ ଜଣେ ନିଷ୍ପାପ ନିଷ୍କଳଙ୍କ, ପାପ କଣ ସେ ଜାଣନ୍ତି ନାହିଁ, ପାପର ସହିତ ତାର କଣ ରିଲେସନ ବି ନାହିଁ, ସେ ପ୍ରକାର ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତିକୁ 100% he was a man and also he was same time divine God, ତାଙ୍କୁ ଲୋକମାନେ କୋଉ ପ୍ରକାର କଲେ। ଆଉ ଆମେ ତ ଦୂରର କଥା, ଆମ ତ ରକ୍ତ ମାଂସ ଶରୀର, ଆଡାମିକ ନେଚର ଆମ ଭିତରେ ଭର୍ତ୍ତି ହେଇକି ଅଛି, ଏଣ୍ଡ ଆମେ ତ ଏପଟ ସେପଟ ହଉଛୁ। ଏବଂ
शेष पर्यंत होउथिबा एमती बिल्डिंग एंड ब्रेकिंग प्रोसेस हमर जीवन चालुथिबो तो किंतु ए मनुष्यर कि प्रकार गर्व बा कि प्रकार परिस्थिति आज जोथि पाई मनुष्य दुखर कारण निज पाई निज परिवार पाई अन्य परिवार पाई मध्य होउछंती सो सैड थिंग तो आमे देखुछु मनुष्यर एई पापजनित स्वभाव बा गोटे कथा कहि परिबा थियोलॉजिकल वर्ड रे एंटी रिलेशनशिप विथ गॉड ईश्वर को विरुद्ध रे जोटे से चाहते ने ही इज नॉट प्लीज्ड विथ ह्यूमन आमे सेही काम आमे करि चालुछु सेथि पई करिया को भलो पाउछु एंड वी आर टेकिंग प्लेजर ऑन दैट आ सेथि पई मनुष्यर आयुष दिन को दिन कमी जाउछ मु भाबुतिली गीत संगीत 90 10 पदरे लेखा अछि के जाने आउ किछि दिन परे आउरी कमी जो 50-60 भी हे पारे होछि विभेद तो मनुष्य दिन रात परिश्रम करुछंती जीविका अर्जन करी बंचिबा पाई परिवार को चलेबा पाई निजे बंचिबा पाई हे पारु नै वर्तमान देश रे अनएम्प्लॉयमेंट समस्या नाना प्रकार रोग ऊपर रोग नुआ रोग सब बाहर साइंटिस्ट माने मध्य डिस्कवर करी तार वैक्सीन तार मेडिसिन बाहर करिबारे मध्य असमर्थ होई पड़ुछंती एनीवे सो गीत संहिता 89 47 रे मध्य कछि दादा गौछंती गीत संहिता ए कथा आहे मोर समय केमन तो अल्प यह शरण कर आयु 14 अध्याय 1 पदरे एक कथा कहते स्त्री जात मनुष्य अल्पायु ओ दुख रे परिपूर्ण देखंतु दुख रे परिपूर्ण जाकब 4 अध्याय 13 रु 15 पदरे कथा कहते जीवन बाष्प परि शीघ्र उभेई जाए तो प्रिय मंडली डियर चर्च केते दुखर विषय जीवन बाष्प परि उड़ी जीव जीवन अल्प समय ए पृथ्वी रे आमे अछु दुख रे शोक रे परिपूर्ण एवं केते अल्प समय अछु ए मध्य आमर जो इटर्नल लाइफ बा अनंत जीवन जो प्रभु हमको देइछंती अर्थात ईश्वरीय स्वभाव को हमको परिप्रकाश करिया पड़िबो मोटे डीप को जाउछे बे ईश्वर स्वभाव की ईश्वर चाहती ताकर प्रेम को अनुमान को निकट रे एनी वे से परित्राण पांतु को न पांतु दैट इज नॉट माय और योर रिस्पांसिबिलिटी बट यू हैव टू सी सो द सीड्स ईश्वर को प्रेम को आपण को अनुमान को पाखरे पहुंचाया पड़िबो एंड दैट इज द गॉस्पेल मैथ्यू 28 अध्याय 18-19 20 सुसमाचार ईश्वरंकर पवित्र प्रेमर सुसमाचार को अन्य को जणाइबा इट्स द कैरेक्टर ऑफ गॉड पवित्र जीवन यापन कटिबा इज द कैरेक्टर ऑफ गॉड अन्य को क्षमा करिबा इज द कैरेक्टर ऑफ गॉड दया करिबा इज द कैरेक्टर ऑफ गॉड चैरिटी करिबा इज द कैरेक्टर ऑफ गॉड सो एटा प्रभु चाहंती एक निर्दिष्ट समय मध्य आम सीमाबद्ध अति आइब 7 तारीख पदरे पृथ्वी रे मनुष्यर दिन समूह कौन वेतनजीवी दिन तुल्य नुहे ईश्वर अपना सर्वोच्च इच्छा द्वारा आम जीवन रो आयुर परिमाण स्थिर करियछंती जने साधु निज शिष्य मानकु से मानकु मृत्युर गोटे दिन पूर्वरु मरिबा प्रभु आमे काली मरिबा आज आमे प्रस्तुत हेबा जेतले कहिले से माने आपत्ति करी कहिले जे आसंता काली आमे न मरिक परदिन मल्ल हबनी तो सद व्यक्ति कहले सेटा तम हाथे आम हाथ नुहे सो समटाइम्स अनेक लोक माने रियलाइज करि पारंती जहाँ सत्य तुम्हें आउ गोटे दिन 2 दिन बचिया चाहो बट इट इज नॉट योर हैंड नॉट माय इन माय हैंड तो तेणु आमे सदा बेले हमको प्रस्तुत रहिबा को पड़िबो प्रभु को सकाशे प्रस्तुत रहिबा पड़िबो हमर ए प्रति मुहूर्त रे को प्रकार समय आसुची के हमको भेटिबो कार सहित देखा करबा कोठु को आमे जीवा सुजोग पाइले हमको
प्रभु सत्यता को प्रभु स्वर्गीय प्रेम को अनंत जीवन स्वभाव को ऐश्वर्य चरित्र को परिप्रकाश करने पाई दैट इज द रीजन गॉड हैज क्रिएटेड इन दिस अर्थ प्रभु हमको सृष्टि कर जीवन होची ताले हम देखिलु एक यात्रा पर इट्स लाइक ए जर्नी आदि पुस्तक तार 47 अध्याय 9 पदरे जाकोब जिते फारो को कहले मोहर प्रवास काल मोर प्रवास काल दिन 130 वर्ष मो परमायु दिन अल्प ओ आपदजनक पुणी मोहर पूर्वपुरुष मान प्रसव कालीन आयुर दिन तुल्य नुहे जीवन पृथ्वी अंत पर्यंत एक यात्रा अटे एवं ये अत्यंत गुरुत्वपूर्ण तापरे आमको आम जीवन यात्रा रे आगु को प्रभु हमको जितिन पर्यंत जो फील्ड देइछंती आ से फील्ड रे हमको आगे जीवा पड़ियो आ तापरे आमे ए यात्रा को ग्राह्य करू भी ना न करू आमे जीवन रे प्रभु मते काहे जीवन देले मु काहे केमते आमे पसंद करू कि न करू कि हमको प्रभु देइछंती ए देश ए परिवार ए मिनिस्ट्री ए समस्त विषय देइछंती एनको नहीं करी हमको आगो के जीवा को पड़िबो एवं अनेक लोक को जन्म देवा को पड़िबो नॉट फिजिकल स्पिरिचुअली पवित्र आत्मा के द्वारा आमन को जे समस्त वाक्य प्रभु देइछंती बा देबे जणैबे से समस्त अनुमान को जणाया को पड़िबो कहवा पड़िबो ता द्वारा से माने चालीबा को आरंभ करिवे चालीबा को शिखिबे इत्यादि इत्यादि तो सेति भाई केते बेले हेले हमें यह को बंद करबा नाही जति दिन पर्यंत हम श्वास अछि बा बल शक्ति प्रभु देइछंती थैंक यू सो मच दे एलिमनी प्रेयर ग्रुप जोटे कि आज से आरंभ करिछंती बहुत एप्रिशिएट तो प्रभु आपण मान को आशीर्वाद करंतु किंतु एटा संक्षिप्त यात्रा हेले मध्य हम अनुमान को प्रति हमको करिया पड़िबो सो मोर कहवा कथा जीवन एक स्वप्न परि अल्प समय के संगीता तार 73 अध्याय 20 पद लिखा अछि निद्रा रु जागृत हेला उतारे से समस्त स्वप्न परि लागे स्वप्न केते काल संगे संगे आम स्वप्न देखू केते सेकेंड केते मिनिट मध्य तापर बस आम भूली जाऊ सेटा केवल केते सेकेंड मात्र तो से आपण स्वप्न को फेराई आनी पारिबे कि केबे नुहे ना जीवन अति संक्षिप्त एवं द्रुतगामी ता प्रभु ठारू आम क्षणभंगुर ईश्वर ठारू पाई पारिछु सो वी आर सो प्रेसियस तांको निकट रे जीवन एक छाया परी उपदेश कहते 6 अध्याय तार 12 पदरे मनुष्य छाया तुल्य आपणार जो असार जीवन रो दिन सब क्षेपण करे से ही जीवन काल ताहार मंगल कौन या किसी जाने से परी छाया प्रकृत वस्तुर एक नकल मात्र आपण कौनसी व्यक्ति को तार छाया द्वारा चिन्ही पारिबे नाही बा चिन्ही पारे छाया लंबा ही पारे छाया आपण को प्रतारणा करि पारे छाया छोट ही पारे किंतु ठीक जीवनटा होची उपदेशक सलोमन कहूँ जीवनटा होची से प्रकार तो जीवन गोटे आम पाखे गोटे कहानी गीत संगीत 90 9 पदरे आमर सकल दिन तुम्भ कोपरे बही जाए कथित कहानी परी आम माने अपना अपना वर्ष समाप्त करिथाओ जीवन एक मनोरंजन कहानी परी जहा शीघ्र समाप्त हुए और लोक माने अन्य प्रकार मनोरंजन पाए अन्वेषण करती प्रिय मंडली रेस्पेक्टेड चर्च आमन को प्रभु नो डाउट फिजिकल लाइफ देइछंती किंतु प्रभु आमन को आत्मिक शारीरिक जीवन संगे संगे आमन को आत्मिक जीवन देइछंती आत्मिक जीवन रे प्रभु आमन को इटर्नल लाइफ देइछंती अनंत जीवन देइछंती और ए अनंत जीवन को नहीं आमे एंजॉय करिबा एवं अन्यमान को मध्य तार साथी कराइबा को आमे बाध्य आमन को प्रभु गुरु दायित्व देइछंती तो सेति भाई एई
जीवन यात्रा जीवन भूमि रे आमने टली पड़वा ना किंतु आमने बलवान होकर प्रभु शिखाई गुरु दायित्व को प्रभु देइथिबा गुरु दायित्व को आम आग को बढ़ा आहरी अनेक किसी अच्छी जीवन एक फूल परी जीवन गोटे माटी परी जो माटी रे पानी ढाले माटी शोषी निए से प्रकार आम एते जाऊनु बट यही जीवन समय जीवन प्रभा को देइछंती व्हाट इज द पर्पस कौन पाई प्रभु हमको ये जीवन सब दे को उद्देश्य से हमको देइछंती पर्पस होछि कौन ना आमने ए अनंत कालीन जो जीवन आम पाइछु प्रभु प्रभु ठारू हमको प्रस्तुत हेबा को पड़िबो पवित्र आत्मा के द्वारा साहाय्य रे एवं यही संक्षिप्त समय रे आमे केतेबेले कौन हे जीवा आमे जानुनु वर्तमान जो समस्त द्वितीय आगमन रो चिन्ह गुड़ा आमे देखुछु स्थाने स्थाने आमे देखुछु घटुछि स्पेशली मिडिल ईस्ट कंट्री रे इस्राएल को नहीं करी केतेबेले कौन हे जीवा आमे जानिनु तो प्रश्न होछि आपण एवं आमे केउठारे आमे अछु ये जे अनंत जीवन प्रभु आमन को देइछंती एको नहीं करी आमे को प्रकार ये जे दायित्व हमको देइछंती आमे को प्रकार ताको व्यवहार करूछु हम जीवन रे ता आज हमको विचार कर देखिबा को पड़िबो ये अत्यंत गुरुत्वपूर्ण ईश्वर कौन चाहते हमको कौन करबा को हबो ए समय रो आमे ए समय रो मूल्यटा को आमे केमती निर्धारण करबा गोटे विषय हूँ कौन जे प्रभु आमन को गोटे ग्राउंड ए पृथ्वी रे द ब्लेसेड प्रिविलेज जे आमे ए पृथ्वी रे थाउ थाउ आमे अनंत जीवन रो कैरेक्टर को आमे प्रैक्टिस करबा हैबिट करबा एंड देन आमे आ गोटे प्रिविलेज को पाई पारछु कौन the blessed privilege of the living forever with the Lord Jesus in heaven. आमे प्रभु जीशु को सहित अनंत काल स्वर्ग रे वास करिवार आशीर्वाद युक्त अधिकार आमे विशेष अधिकार आपण एवं मु पाइछु जो माने मुखरे जीशु को प्रभु बोली एंड देन हृदय रे से माने बिलीव करिसंती that he has risen again living being से आउ थे मृत मान मधुर से पुनरुत्थित होइछंती से माने केवल एटा पाई पारे द्वितीय विषय प्रज्वलित द टेरिबल एंग्विश ऑफ लिविंग फॉरएवर विथ सैटन इन ए बर्निंग हेल सी द पर्पस ऑफ लाइफ इज टू लेट यू पर्सनली चूज इन द अबाइडिंग प्लेस ऑफ योर सोल द्वितीय विषय क्यों चिरदिन प्रज्वलित नरक रु शैतान जो रही फपाड़ दि से अनंत काल नरक ठारू प्रज्वलित नरक ठारू प्रभु आम को असीम जंत्रणा रक्षा करेंगे निज आत्मा पाई अन्य व्यक्ति मान उभय आमे आज स्थान मनोनीत करिवार समय प्रभु हमको एक विशेष उद्देश्य रे ए पृथ्वी रे ए भारत वर्ष रे ए ओडिसा रे हमको रखिछंती एटा अत्यंत गुरुत्वपूर्ण विषय आइदर आमे जदि ऐश्वर्य जीवन न काटुछु प्रभु को जानि करी नोइंगली जदि आमे इब्रिय 10 अध्याय 26 पद जने ओडिया रे पढ़ी देबे हम शेष करिबा काइंडली इब्रिय 10 अध्याय 26 पद प्लीज ओडिया रे लेखा अछि सत्तर तत्वज्ञान पाई सारला परे एटा मु बेंगली रे व्याख्या करिछि जानि जानि जदि पाप करू काइंडली जदि के काइंडली मते टिके ओडिया रे पढ़ी के सहायता कारण सत्य ज्ञान लाभ करिबा परे जदि आम्हे माने प्लीज संगे संगे कारण सत्य ज्ञान व्हाट इज द ट्रुथ सत्य ज्ञान कौन प्रभु यीशु कहले मु सत्य पथ एवं जीवन ही इज द ट्रुथ कौन मु सत्य माने कौन ना से हमरो दुष्कर्म पाए
ଆମେ ଯେତେବେଳେ ପାପୀ ଥିଲୁ, ଆମେ ଯେତେବେଳେ ଅନ୍ୟାୟ କରିଥିଲୁ, ଆମେ ଯେତେବେଳେ ପ୍ରଭୁଙ୍କ ବିରୁଦ୍ଧ କାର୍ଯ୍ୟ କରିଥିଲୁ, that time ଆମେ ଯେତେବେଳେ ପାପୀ, ଆମେ ତାକୁ ପସନ୍ଦ କରୁନୁ, he chosen us। ଆଉ ସେତେବେଳେ ସେ ଆମମାନଙ୍କର ନିମନ୍ତେ ସମସ୍ତ ଦୁଃଖକୁ ସହ୍ୟ କଲେ, ପାପ ନିମନ୍ତେ ସେ ଆଟୋନମେଣ୍ଟ ସାକ୍ରିଫାଇସ୍ କଲେ, ତା ନିଜର ଶରୀରକୁ ରକ୍ତକୁ ଦେଲେ, ଯୋଉ ରକ୍ତରେ ଜୀବନ ଅଛି, ପବିତ୍ରତା ଅଛି, ସୁଚିତା ଅଛି। ଆଜ ପର୍ଯ୍ୟନ୍ତ ଆଜି ମଧ୍ୟ ସେ ଶକ୍ତି ରହିଛି ପୁନରୁତ୍ଥାନର। ଏହା ହେଉଛି ସତ୍ୟ। ସେ ଆସିଲେ କୁମାରୀ ଗର୍ଭରେ, କୌଣସି ରଜବୀର୍ଯ୍ୟ ଦ୍ୱାରା ନୁହେଁ, କୌଣସି ହ୍ୟୁମାନ ପ୍ରୋସେସରେ ନୁହେଁ। ଦେନ୍ ତାଙ୍କର କର୍ମ କଲେ, ଅନ୍ଧକୁ ଦୃଷ୍ଟି ଦେଲେ, ଲେଙ୍ଗଡାକୁ ଚାଲିବା ଶକ୍ତି ଦେଲେ, ଆଶ୍ଚର୍ଯ୍ୟ ସେ କର୍ମ ଦ୍ୱାରା ପ୍ରୁଭ୍ କଲେ that he is a divine, and then ଲାଷ୍ଟରେ ନିଜର ଜୀବନ ଦେଲେ ଏବଂ ସମାଧିସ୍ଥ ହେଲେ। ଆଉ ତୃତୀୟ ଦିବସରେ, ନଟ୍ ଆଫ୍ଟର ଥାର୍ଡ ଡେ ବଟ୍ ଅନ୍ ଥାର୍ଡ ଡେ, ସେ ରେଜରେକ୍ଟେଡ ହେଲେ, ଜୀବନ୍ତ ହେଇ ଉଠିଲେ। ଏ ଟ୍ରୁଥ, ଏଇ ସତ୍ୟତା। କାହିଁକି? ତାହାକୁ ଯେ ମୁଖରେ ସ୍ୱୀକାର କରିବ, ବିଶ୍ୱାସ କରିବ, ସେ ପରିତ୍ରାଣ ପାଇବ। ପରିତ୍ରାଣ ପ୍ରେଜେଣ୍ଟ, ପରିତ୍ରାଣ ପାଷ୍ଟ, ପରିତ୍ରାଣ ଫ୍ୟୁଚର। ଆମେ ପାଷ୍ଟ ପରିତ୍ରାଣ ପାଇଲୁ। ଏଭ୍ରି ଡେ वी नीड टू गेट साल्वेशन and then future salvation। ଏ ସମସ୍ତ ବିଷୟ ଆମକୁ ଜାଣିବାକୁ ପଡିବ। ପ୍ରତିଦିନ ଆମର ପାଦରେ ଧୂଳି ଲାଗୁଛି, ଆମକୁ ସାଲ୍ଭେସନ ପାଇଛୁ, that's okay, that's a past, the present। ପ୍ରତିଦିନ ଶୋଇବା ଆଗରୁ ଆମେ ଜୀବନକୁ, ଆତ୍ମାକୁ ସମୀକ୍ଷା କରିବାକୁ ପଡିବ। ଆମେ କାହାକୁ କଣ କହିଦେଲୁ, କରିଦେଲୁ କି, ପାପ ପ୍ରଭୁ ମୋତେ କ୍ଷମା କର, ତୁମ ରକ୍ତ ଦେ, so that we won't repeat again। ଏଇ ହ୍ୟାବିଟ ଯଦି ରହିବ, ତାହେଲେ ଏଇ that became one character। ଆଉ ସେଟା ପ୍ରଭୁ ଶିଖେଇଛନ୍ତି, ସାଲ୍ଭେସନ ପାଷ୍ଟ, ସାଲ୍ଭେସନ ପ୍ରେଜେଣ୍ଟ, ସାଲ୍ଭେସନ ଫ୍ୟୁଚର। ଫ୍ୟୁଚର ଇଜ ଡିଫରେଣ୍ଟ। ଆମେ এই ପ୍ରକାର ଯଦି ପ୍ରାକ୍ଟିସ କରୁ, ତାହେଲେ ଆମେ এই ଅନନ୍ତ ଶୈତାନର ଯେ ଯନ୍ତ୍ରଣାଦାୟକ ନରକ ଯାହାକୁ ଶୈତାନ ପାଇଁ ରଖାଯାଇଛି, ସେଠାରୁ ପ୍ରଭୁ ଆମକୁ ରକ୍ଷା କରିବେ। ଦିସ୍ ଇଜ ବ୍ଲେସିଂସ୍ ଆଣ୍ଡ ପ୍ରିଭିଲେଜ। କଣ ଯେ ପ୍ରଭୁ ଆମକୁ ଅନନ୍ତକାଳୀନ ସ୍ୱର୍ଗରେ ତାଙ୍କର ସହିତ ଚିରଦିନ ସେଠି ବାସ କରିବା ପାଇଁ ସୁଯୋଗ ଦେବେ, ତାଙ୍କ ସହିତ। ହଁ ପ୍ଲିଜ ସିଷ୍ଟର, ସତ୍ୟର ତତ୍ତ୍ୱଜ୍ଞାନ ପାଇସାରିଲା ପରେ ଯଦି କେହି, କାଇଣ୍ଡଲି ପ୍ଲିଜ ଗो ହେଡ୍। ଯଦି ହ୍ୟାଲୋ। ହଁ, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରିଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ। ଅନେକ ସମୟ ଭାବୁ ଆମେ ପରିତ୍ରାଣ ପାଇଛୁ, ଆମେ ସ୍ୱର୍ଗ ନିଶ୍ଚୟ ଯିବା ଲାଇସେନ୍ସ। नो 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 नो। ଦାଉଦ ତ ପରିତ୍ରାଣ ହରାଇ ଦେଇଥିଲେ, ପରିତ୍ରାଣ ଆନନ୍ଦକୁ। କେତେ ଅନୁତାପ କରି କାନ୍ଦିକିରି ପୁଣି ସେ ଆଉଥରେ ପାଇଲେ। 51 ଯଦି ଆପଣ ପଢିବେ ଦେଖିବେ, ଗୀତ ସଂହିତା 34, 51 ଆପଣ ଦେଖନ୍ତୁ। ତ ସେଥିପାଇଁ ପରିତ୍ରାଣ ପାଇଛୁ ବୋଲି ଇଟ୍ ଇଜ ଏ ପରମାନେଣ୍ଟ ଲାଇସେନ୍ସ ଦ୍ୟାଟ୍ ୟୁ ୱିଲ୍ ଗो ଟୁ ହେଭେନ୍? नो। ପରିତ୍ରାଣ ବ୍ୟାକସ୍ଲାଇଡର, ତାଙ୍କର ଲାଇଫ କଣ ହବ? ତ ପରିତ୍ରାଣ ପାଇଲା ପରେ, ପରିତ୍ରାଣକୁ ଅର୍ଥ ଅନନ୍ତ ଜୀବନ ପାଇଲା ପରେ ଅନନ୍ତ ଜୀବନକୁ ଧରି ରଖିବାକୁ ପଡିବ। ବିବାହ ବସ୍ତ୍ର ପାଇଛୁ, ବିବାହ ବସ୍ତ୍ରକୁ ଆମକୁ ପରିଷ୍କାର ରଖିବା ପାଇଁ ମସିଣା ବସ୍ତ୍ର, ଆଚରଣ, ଉଚ୍ଚାରଣ ଦ୍ୱାରା ଆଗକୁ ବଢିବାକୁ ପଡିବ। ତ ଏ ହେଉଛି ଜୀବନରେ ବିଶେଷ ଏକ ଉଦ୍ଦେଶ୍ୟ। ଆଇ ୱାଣ୍ଟ ଟୁ ଫିନିଶ ହିୟର। ଯେ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ଚିନ୍ତା କରୁ ନିଜ ଆତ୍ମା ପାଇଁ, ଅନୁମାନଙ୍କ ପାଇଁ ଉପଯୁକ୍ତ ଆମେ ସ୍ଥାନ ବାଛିବାକୁ ପଡିବ, ଯେ ଆମେ କୋଉଠି ରହିବା, ଆମେ କୋଉଠି ରହିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। ଶେଷରେ ମୁଁ ଏକଥା କହିବି, ପାଉଲ କହିଲେ ଯେ ମୋ ପକ୍ଷରେ ଜୀବନ ଧାରଣ ହଉଛି ଖ୍ରୀଷ୍ଟ, ଖ୍ରୀଷ୍ଟ ହଉଛି ଜୀବନ ଅଟନ୍ତି। ଆଉ ଯୀଶୁ ସେହିପରି ମାର୍ଥକୁ କହିଲେ, ମୋ ଜୀବନ, ଯୀଶୁ ଈଶ୍ୱର ଅଟନ୍ତି, ନୋ ଡାଉଟ୍, ଏବଂ ତାଙ୍କଠାରେ ଅନନ୍ତ ଜୀବନ ଅଛି। ଆଉ ସେ ହେଉଛନ୍ତି ପୁନରୁତ୍ଥାନ ଏବଂ ଜୀବନ। ଆଜି ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ଅନନ୍ତ କାଳର ବାସ କରିବା, ଆମେ ସଠିକ ସିଦ୍ଧାନ୍ତ ଗ୍ରହଣ କରିବା ଉଚିତ। ଯେତେବେଳେ ମୁଁ ଯୀଶୁଙ୍କୁ ମୋ ହୃଦୟ ଭିତରକୁ ଆମନ୍ତ୍ରଣ କରେ, ସେ ଭିତରକୁ ଆସନ୍ତି, ସେ ଆସିବା ପାଇଁ ଇଗର ମଧ୍ୟ, ଏବଂ ମୁଁ ଈଶ୍ୱରଙ୍କ ଠାରେ ଅନନ୍ତକାଳୀନ ଜୀବନ ଦ୍ୱାରା ଅଧିକୃତ ହେଇଥାଏ। ଯୀଶୁ ମୋ ଜୀବନ ଭିତରକୁ ଆସି, ବା ମନୁଷ୍ୟ ଜୀବନ ଭିତରକୁ ଆସି ପାପକୁ ସେ ହରଣ କରନ୍ତି, ହୃଦୟକୁ ପରିଷ୍କାର କରନ୍ତି। ଖ୍ରୀଷ୍ଟ ସହିତ ଆଜି ଏହି ସମ୍ପର୍କ ଦ୍ୱାରା ଆମେ ଅନନ୍ତ ଜୀବନରେ ବାସ କରିବା ସୁଯୋଗ ପାଉ। କିନ୍ତୁ ଏହାକୁ ଯଦି ଅବହେଳା କରୁ, ତାହେଲେ ଆମେ ବିନଷ୍ଟ ହେଇଯିବା। କିନ୍ତୁ ପ୍ରଭୁଙ୍କର ବାକ୍ୟକୁ ମାନି ତାଙ୍କ ଲାଗି ରହିଲେ ଆମେ ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ଆଜି ଆପଣଙ୍କର ହୃଦୟ, ମୋ ହୃଦୟ ଆଜି କେଉଁଠାରେ, ଆଜି ଆମର ଜୀବନକୁ ଆମେ ଆମନ୍ତ୍ରଣ କରୁ। ଆମେ ଆଜି ଗୋଟେ ସିଦ୍ଧାନ୍ତର ସମୟ, ଯେ ପ୍ରକାଶ ବାକ୍ୟ ଯେପରି କହେ 3:20, ମନୁଷ୍ୟ ପ୍ରତି
ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶନ ଦ୍ୱାରା ଜୀବନର ରହସ୍ୟ ବିଷୟ ସମାଧାନ ହେଇପାରିବ ଆର ହେଇଛି ମଧ୍ୟ ଆଜି ମିଲିୟନ୍ସ ଅନଟୋଲ୍ଡ ମିଲିୟନ୍ସ ପିପୁଲର ଜୀବନର ସମସ୍ୟା ସମାଧାନ ଆନ୍ସର ଓନ୍ଲି ଜିସସ୍ ତାଙ୍କର ବାଣୀ ତାଙ୍କର ଶିକ୍ଷା ଏବଂ ତାଙ୍କର ଚରିତ୍ର ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଅଳ୍ପ ବାକ୍ୟରେ ଥ୍ୟାଙ୍କ ୟୁ ସୋ ମଚ୍।